ଓଃ, ଆଜିର ଦିନଟା ଯେମିତି ମୋ ପାଇଁ କାଳ ହେଇ ଆସିଛି। ଘଣ୍ଟା ଘଣ୍ଟା ଚାଲିଲିଣି, କିନ୍ତୁ କେଉଁଠି ପୋଖରୀଟିଏ କି ଝରଣାଟିଏ ପାଇଲି ନାହିଁ। ଭାବୁଛି ଏମିତି ଶୋଷରେ ଆଜି ମୋ ପ୍ରାଣବାୟୁଟା ଚାଲିଯିବ। ଆଜି ମୁଁ ମରିଯିବି ରେ ବାବା। ସେଇଟା ଗୋଟେ ନଡ଼ିଆ ଗଛ ନା କଣ ମୁଁ ଦେଖାଗଲାଣି। ଯାଏ ଯାଏ ସେଠି ଦେଖେ, କାଳେ କଣ କିଛି ମିଳିଯିବ, ମୋର ତୃଷା କାଳେ ନିବାରଣ ହେଇଯିବ। ଯାଏ କିଛି ଗୋଟେ ବ୍ୟବସ୍ଥା କରିବା, ନହେଲେ ମୁଁ ଆଜି ମଲି ଆଉ। ପ୍ରଣାମ ହନୁ ଭାଇ, କେମିତି ଅଛନ୍ତି? ଆଜି ଆପଣଙ୍କୁ ଦେଖି ମୁଁ ବହୁତ ଖୁସି, ବୁଝିଲ। ବହୁତ ଦିନ ପରେ ଆଜି ତୁମ ସହିତ ଦେଖା ହେଲା। ଘରେ ସବୁ କୁଶଳ ମଙ୍ଗଳ ତ ହନୁ ଭାଇ? କିଏ କିରେ ଶୋଇଲା ବେଳେ ଆସିକି ପାଟି କରୁଛେ? ଆଉ ଜାଣିନୁ ବୋଧେ ନା? ଆଉ ପଳେଇବୁ ଯଦି ପଳା, ଜାଣିଛୁ? ନହେଲେ ଏଇଠୁ ଗୋଟେ ପଇଡ଼ ଫିଙ୍ଗିବି, ମୁଣ୍ଡଟା ଦୁଇ ଫାଳ ହେଇଯିବ। ପଳା ପଳା ପଳା, ଆଉ ଶୋଇଲା ବେଳେ ମୋତେ ଏଇଠି ଡିଷ୍ଟର୍ବ କରନା। ଯା ଶୀଘ୍ର ଏଠି ପଳା। ବୁଝିଲ ହନୁ ଭାଇ, ମୁଁ ବହୁତ ଦୂରରୁ ଚାଲି ଚାଲି ଆସିଲିଣି। ଶୋଷରେ ମୋ ଅବସ୍ଥା ସାଂଘାତିକ ହେଇଗଲାଣି। ତମ ଗଛରେ ଏତେ ପଇଡ଼ ଅଛି, ମୋତେ ଗୋଟେ ଦଉନ? ମୁଁ ତମ ପାଖରେ ଚିର ଋଣୀ ହୋଇ ରହିବି। ଦିଅ ଦିଅ, ଗୋଟେ ଦିଅ। ହେଁ, କ'ଣ କହିଲୁ? ମୋ ପରିଶ୍ରମର ଫଳ ତୋତେ କ'ଣ ପାଇଁ ଦେବି? ଏ ଗଛ ହେଉଛି ମୋର, ଏ ଗଛରେ ଫଳିଥିବା ଫଳ ବି ମୋର। ତୋର କ'ଣ ଅଧିକାର ଅଛି ଏଥିରେ? ଯା ଯା ଯା, ଏଠୁ ପଳା। ଯାଉଛୁ ନା ଦେଖିବୁ? ଥରେ କହିଲି କ'ଣ ଶୁଣିପାରିଲୁନି? ଯା। ଆରେ ହନୁ ଭାଇ, ଏତେ କାହିଁକି ରାଗୁଛ କହିଲ? ମୁଁ ତ କେବଳ ତୁମକୁ ପାଣି ମାଗିଥିଲି, ଆଉ ମୁଁ ଆଜି ଜଙ୍ଗଲରେ ଯାହା ଶୁଣିଲି, ସେଥିପାଇଁ ଆଉ କିଛି ମାଗିବାକୁ ଇଚ୍ଛା ନାହିଁ, ବୁଝିଲ। ତମେ ସେ କଥା ବୁଝିବ ନା ଆଉ। କ'ଣ କହିଲୁ? କ'ଣ କହିଲୁ? କ'ଣ ଶୁଣିଲୁ ତୁ? କିଏ କ'ଣ କହୁଥିଲା ମୋ ବିଷୟରେ ଟିକେ କହିଲୁ? ଆଉ ଚିହ୍ନିନିର ପୁଅ, ସଫା ତା ତଣ୍ଟିକୁ ମୋଡ଼ିକି ରକ୍ତ ପିଇଯିବି କଣା କରିକି। ଜଙ୍ଗଲରେ ସବୁ ମୋ ବିଷୟରେ ଏମିତି କଥା ଚାଲିଛି? କିଏ କ'ଣ କହୁଥିଲା ଟିକେ ଶୁଣିଲୁ? କହିଲୁ କହିଲୁ ଦେଖି। ଆଜି ଜଙ୍ଗଲରେ ନା ଗୋଟେ ପଶୁମାନଙ୍କର ସଭା ଚାଲିଥିଲା। ସମସ୍ତେ କହୁଥିଲେ ଯେ ତମ ବଗିଚାର ପଇଡ଼ ପାଣି ସବୁ କ'ଣ ଲୁଣିଆ? କେହି ତମ ପଇଡ଼ ପାଣି ପିଇବାକୁ ଆସୁନାହାନ୍ତି। ମୁଁ ସେଇଥିପାଇଁ ଆସିଥିଲି, କଥାଟା ସତ ନା ମିଛ ଜାଣିବା ପାଇଁ। କ'ଣ ହେଲା? ମୋ ପଇଡ଼ ପାଣି ଲୁଣିଆ? କିଏ କହିଲା ଏ କଥା? ସେ ମୂର୍ଖ ହରିଣ ନା ସେ ବାଘ? ଦେଖ ଦେଖ, ମୁଁ ଏବେ ପ୍ରମାଣ କରିଦେଉଛି ମୋ ପଇଡ଼ ଲୁଣିଆ ନା ମିଠା। ଦେଖ, ଏଇନେ ନେ, ତୁ ନିଜେ ଚାଖିକି ଦେଖ, ମୋ ପଇଡ଼ ପାଣି ମିଠା ନା ଲୁଣିଆ। ନେ। କି ଅମୃତ ପରି ମିଠା ପାଣି। ହଁ ହନୁ ଭାଇ, ତୁମେ ଠିକ୍ କହୁଥିଲ। ତମ ଗଛର ପଇଡ଼ ପାଣି ବହୁତ ମିଠା। ମୋର ତ ଆତ୍ମା ଶାନ୍ତି ହେଇଗଲା ଏ ପାଣି ପିଇ। ସତରେ ଏ ତ ପୁରା ଅମୃତ ସମାନ। ଦେଖିଲୁ ତ ମୋ ପଇଡ଼ ପାଣି ମିଠା ନା ଲୁଣିଆ? ଯାଇକି ସମସ୍ତଙ୍କୁ ଜଙ୍ଗଲରେ କହିଦେବୁ। ସବୁଠୁ ଭଲ ହେଲା ମୋ ପଇଡ଼ ପାଣି, ସବୁଠୁ ମିଠା, ଲୁଣିଆ ନୁହେଁ, ବୁଝିଲୁ? ଯା ଯା, ଏଥର ଯା ଜଙ୍ଗଲ ସାରା ବୁଲି ବୁଲି ସବୁ ଜୀବଜନ୍ତୁଙ୍କୁ କହିଦେବୁ ମୋ ପଇଡ଼ ପାଣି କେମିତି। ଯା। ହଁ ହନୁ ଭାଇ, ଏଥର ମୁଁ ବୁଝିଗଲି। ତାହେଲେ ଏଥର ମୁଁ ଆସୁଛି। ବାଏ। ଜଙ୍ଗଲକୁ ଗଲେ ସମସ୍ତ ଜୀବଜନ୍ତୁଙ୍କୁ କହିବି ତମ ଗଛର ପଇଡ଼ ପାଣି ସତରେ କେତେ ମିଠା। ହଁ ହଁ, ନିଶ୍ଚିନ୍ତ କହିବି।